ମା କାଳିଜାଇ କିଏ? ଆପଣମାନେ କାଳିଜାଇ ମନ୍ଦିରର ରହସ୍ୟ ଜାଣିବା ପାଇଁ ନିଶ୍ଚିତ ଆଗ୍ରହ ଥିବେ। ମୁଁ ଆଜି ଜଣେଇବି କାଳିଜାଇ ମନ୍ଦିରର ରହସ୍ୟ। ଦର୍ଶକ ବନ୍ଧୁ, ବହୁତ ରୋମାଞ୍ଚକ ରହସ୍ୟ ଅଟେ କାଳିଜାଇ ମନ୍ଦିର ବିଷୟରେ। କାଳିଜାଇ ମନ୍ଦିର ଚିଲିକା ମଧ୍ୟସ୍ଥ ଯେଉଁ ଚିଲିକା ହ୍ରଦ ଅଛି, ସମୁଦ୍ରର ଯେଉଁ ଲାଗିକି ଅଛି ଚିଲିକା ହ୍ରଦ, ତାର ମଧ୍ୟରେ ଇଏ ମନ୍ଦିରଟି ଅବସ୍ଥିତ। ଦର୍ଶକ ବନ୍ଧୁ, ଏଠିକି ଯିବା ପାଇଁ ମ୍ୟାକ୍ସିମମ୍ ଲୋକ ଡରନ୍ତି। କାହିଁକି ନା ଏହାକୁ ଯିବାକୁ ହେଲେ ଡଙ୍ଗା ସାହାଯ୍ୟରେ ଯିବା ପାଇଁ ପଡ଼ିବ। ମେସିନ୍ ଚାଳିତ ଡଙ୍ଗା ସାହାଯ୍ୟରେ ଯିବାକୁ ପଡ଼ିବ। 30 ମିନିଟ୍ 20-30 ମିନିଟ୍ର ରାସ୍ତା ଜଣେ କରିବାକୁ ପଡ଼ିବ। ତ ଦର୍ଶକ ବନ୍ଧୁ, କାଳିଜାଇ ମନ୍ଦିରର ରହସ୍ୟ ଜାଣିବା ନିଶ୍ଚିତ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିକି ରଖି ନେଇଥିବେ। ଦେଖନ୍ତୁ, ଚିଲିକା ମଧ୍ୟସ୍ଥ ଇଏ କାଳିଜାଇ ମନ୍ଦିର। ୟା ପଛରେ କାହାଣୀ କିମ୍ବଦନ୍ତୀ କ'ଣ କହେ ନା, କାଳିଜାଇ ମନ୍ଦିର ପାରିକୁଦର ରାଜା, ଯିଏ ପାରିକୁଦର ରାଜା ଥିଲେ ସେ କାଳର, ସିଏ ଜଗନ୍ନାଥ ମାନ ସିଂ, ସିଏ ମନ୍ଦିରଟିକୁ ନିର୍ମାଣ କରିଥିଲେ। କାଳିଜାଇ ଦେଖନ୍ତୁ, ଗୋଟିଏ ଶବ୍ଦ କିନ୍ତୁ ସନ୍ଧି ବିଚ୍ଛେଦ କରିଦେଲେ କାଳି ଯୁକ୍ତ ଜାଇ, ଦୁଇଟି ଶବ୍ଦ ମିଳନରେ କାଳିଜାଇ ତିଆରି ହେଇଛି ବା କାଳିଜାଇ ନାମ ହେଇଛି। କାଳି ଜାଣିଛନ୍ତି 10 ବିଦ୍ୟାପୀଠରୁ ଜଣେ ସିଏ ଅବତାର, ଆଉ ଜାଇ ହେଉଛି ସେଇଠିକାର ଝିଅ ଯାହାର ନାମ ହେଉଛି ଜାଇ। କଥା ହେଉଛି କାଳିଜାଇ କାହିଁକି ହେଲା, କେମିତି ହେଲା, କ'ଣ ପାଇଁ ସେଠି କାଳିଜାଇ ବା କାଳିଜାଇ ମନ୍ଦିରରେ କିଏ ପୂଜା ପାଇଲେ, ସବୁ କଥା ଜାଣିନେବା ଏହି ଭିଡ଼ିଓ ମାଧ୍ୟମରେ। ଦର୍ଶକ ବନ୍ଧୁ ଦେଖନ୍ତୁ, ଜାଇ ନାମକ ଗୋଟେ ଛୋଟ ଝିଅ ଥିଲା, ବଡ଼ ହୋଇଛି, ବିବାହ ସମୟ ଆସିଯାଇଛି, ତାର ବାପା ବିବାହ ଦେଇଛନ୍ତି। ଯେତେବେଳେ କନ୍ୟା ବିବାହ ହେଇସାରିଲା ପରେ ତାର ବାପା ଛାଡ଼ିବା ପାଇଁ ଯାଉଛନ୍ତି ତାର ଶାଶୁଘରକୁ, ଯିବା ରାସ୍ତାରେ ଝଡ଼ ବାତ୍ୟା ହେଇଛି, ଡଙ୍ଗା ଓଲଟି ପଡ଼ିଛି, ସମସ୍ତେ ନଦୀ ପାଣିରେ, ନଦୀ ତ ନୁହେଁ, ସମୁଦ୍ର ପାଣିରେ ଭାସି ଯାଇଛନ୍ତି। ଦେଖନ୍ତୁ, କିଛି ସମୟ ପରେ ସବୁକିଛି ଶାନ୍ତ ହୋଇଯାଇଛି, ସମସ୍ତେ ମିଳିଯେ ଗଲେ, କିନ୍ତୁ ଜାଇ ଆଉ ମିଳିଲାନି। କୁହାଯାଏ ଭଗବାନ ତାଙ୍କୁ ନେଇନେଲେ, ଅର୍ଥାତ୍ ସେ ସେଇଠି ଭଗବାନ ହେଇଗଲେ। ସବୁଆଡ଼େ ଶାନ୍ତ ହୋଇଗଲା ପରିବେଶ, କିନ୍ତୁ ଆଉ ଜାଇ ମିଳିଲା ନାହିଁ। କିନ୍ତୁ ଏବେ ବି ଜାଇର ଶବ୍ଦ ଶୁଣିବା ପାଇଁ ସେଠି ଆଖପାଖେ ଲୋକ ପାଆନ୍ତି ଏବଂ କୁହାଯାଏ କିମ୍ବଦନ୍ତୀ ଅନୁସାରେ ଜାଇ ଠାକୁର ରୂପ ଧାରଣ ବା ଠାକୁର ଅବତାର ନେଇନେଲେ ଏବଂ ସେବେଠାରୁ ଯେବେଠୁ ମନ୍ଦିର ତିଆରି ହେଲା, ସେହି ମନ୍ଦିରରେ ସିଏ କାଳିଜାଇ ରୂପେ ପୂଜା ପାଇଲେ। ଦର୍ଶକ ବନ୍ଧୁ, ଏଇଟାକୁ ଯିବାକୁ ହେଲେ ଆପଣମାନେ ଖୋର୍ଦ୍ଧା ବାଟେ ମଧ୍ୟ ଯାଇପାରିବେ। ଡାଇରେକ୍ଟ ଦେଖନ୍ତୁ ଟ୍ରେନ୍ ଅଛି, ବସ୍ ଯୋଗାଯୋଗ ମଧ୍ୟ ଯାଇପାରିବେ। ନିଶ୍ଚିତ ଏ ଜାଗାକୁ ଭିଜିଟ୍ କରନ୍ତୁ, ବହୁତ ସୁନ୍ଦର ଜାଗା। ଆଉ ଭିଡ଼ିଓଟି ନିଶ୍ଚିତ ଭଲ ଲାଗିଥିଲେ ନିଶ୍ଚିତ ଲାଇକ୍ ଆଉ ସେୟାର କରିଦେବେ ସାଙ୍ଗସାଥିମାନଙ୍କ ସହିତ। ଆଉ ଗୋଟିଏ କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିତ ଜଣାଇବେ। ଆଉ କାଳିଜାଇ ମନ୍ଦିରର ରହସ୍ୟ କେମିତି ଲାଗିଲା ନିଶ୍ଚିତ କମେଣ୍ଟ କରିବେ। ଆଉ ଜୟ ମା କାଳିଜାଇ ନିଶ୍ଚିତ ଲେଖିବାକୁ ଭୁଲିବେ ନାହିଁ। ଭିଡ଼ିଓଟି ଏମିତି ମୁଁ ନେଇ ଆସିବି। ରହୁଛି। ଜୟ ମା କାଳିଜାଇ।